କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ ଆଜିର ଭିଡିଓରେ ରାଜ୍ୟ କଳିଙ୍ଗ ବିଷୟରେ ଜାଣିବା। ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ପ୍ରାଚୀନ ରାଜ୍ୟ କଳିଙ୍ଗ ମୁଖ୍ୟତଃ ଆଧୁନିକ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର କିଛି ଅଂଶ ସହିତ ସମାନ ଏକ ସମୃଦ୍ଧ ରାଷ୍ଟ୍ର। ଏହାର ରଣନୀତିକ ସ୍ଥିତି ସାମୁଦ୍ରିକ ବାଣିଜ୍ୟ ପଥ ସହିତ ଆର୍ଥିକ ସମୃଦ୍ଧିକୁ ପ୍ରୋତ୍ସାହିତ କରିଥିଲା ଏବଂ ଏହାକୁ ଶକ୍ତିଶାଳୀ ସାମ୍ରାଜ୍ୟ ପାଇଁ ଏକ ଲୋଭନୀୟ ଅଞ୍ଚଳ କରିଥିଲା। କଳିଙ୍ଗର ପ୍ରାରମ୍ଭିକ ଅଭିଲେଖ ମହାଭାରତ ପରି ପ୍ରାଚୀନ ଭାରତୀୟ ମହାକାବ୍ୟରୁ ଆରମ୍ଭ ହୋଇଛି, ଯାହା ସେତେବେଳେ ମଧ୍ୟ ଏକ ଭୟଙ୍କର ଶକ୍ତି ଭାବରେ ଏହାର ଅସ୍ତିତ୍ୱକୁ ସୂଚିତ କରିଥାଏ। ତଥାପି ଇତିହାସ ସହିତ କଳିଙ୍ଗର ସବୁଠାରୁ ପ୍ରସିଦ୍ଧ ମୁକାବିଲା ନିଃସନ୍ଦେହରେ ଖ୍ରୀଷ୍ଟପୂର୍ବ 261ରେ କଳିଙ୍ଗ ଯୁଦ୍ଧ। ଏହି ନିଷ୍ଠୁର ସଂଘର୍ଷ ସମ୍ରାଟ ଅଶୋକଙ୍କ ଅଧୀନରେ ଶକ୍ତିଶାଳୀ ମୌର୍ଯ୍ୟ ସାମ୍ରାଜ୍ୟ ବିରୁଦ୍ଧରେ ସ୍ୱାଧୀନ କଳିଙ୍ଗ ରାଜ୍ୟକୁ ପ୍ରତିଷ୍ଠିତ କରିଥିଲା। ଯଦିଓ ଅଶୋକ ବିଜୟୀ ହୋଇଥିଲେ, ରକ୍ତପାତ ଏବଂ ବିନାଶର ପରିମାଣ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା, ଯାହା ଫଳରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ଶାନ୍ତି ଏବଂ ଅହିଂସା ପ୍ରତି ଜୀବନବ୍ୟାପୀ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ମୌର୍ଯ୍ୟ ଶାସନର ଏକ ସମୟ ପରେ କଳିଙ୍ଗ ଏହାର ସ୍ୱାଧୀନତା ପୁନର୍ବାର ପାଇଲା ଏବଂ ମହାମେଘବାହାନମାନଙ୍କ ଅଧୀନରେ ସମୃଦ୍ଧ ହୋଇଥିଲା, ଯାହାଙ୍କ ଅଧୀନରେ ଶକ୍ତିଶାଳୀ ସମ୍ରାଟ ଖାରବେଳ ହାତୀଗୁମ୍ଫା ଶିଳାଲେଖ ସହିତ ତାଙ୍କର ଛାପ ଛାଡ଼ିଥିଲେ। ପରେ ପୂର୍ବଗଙ୍ଗ ରାଜବଂଶ ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କ ସହିତ ଏକ ସୁବର୍ଣ୍ଣ ଯୁଗର ସ୍ୱର୍ଣ୍ଣ ଯୁଗ ଆରମ୍ଭ ହେଲା, ଯାହା ବ୍ୟାପକ କ୍ଷେତ୍ରୀୟ ପ୍ରସାର ଏବଂ ଭବ୍ୟ ମନ୍ଦିର ନିର୍ମାଣ ଦ୍ୱାରା ଚିହ୍ନିତ, ବିଶେଷ କରି ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର କଳିଙ୍ଗ ସ୍ଥାପତ୍ୟର ଶ୍ରେଷ୍ଠ ନିଦର୍ଶନ। କଳିଙ୍ଗର ସ୍ଥାପତ୍ୟ ଶୈଳୀ ସ୍ୱତନ୍ତ୍ର। ତିନି ପ୍ରକାରର ମନ୍ଦିର ଦ୍ୱାରା ବର୍ଣ୍ଣିତ ରେଖା ଦେଉଳ, ପିଢ଼ା ଦେଉଳ ଏବଂ ଖଗରା ଦେଉଳ ଜଟିଳ କାରୁକାର୍ଯ୍ୟରେ ସଜ୍ଜିତ ଏବଂ ଉନ୍ନତ ଇଞ୍ଜିନିୟରିଂକୁ ପ୍ରତିଫଳିତ କରୁଥିବା ଏହି ମନ୍ଦିରଗୁଡ଼ିକ ଏହି ଅଞ୍ଚଳର କଳାତ୍ମକ ଏବଂ ଧାର୍ମିକ ଉତ୍ସାହର ସ୍ଥାୟୀ ପ୍ରମାଣ ଭାବରେ ଠିଆ ହୋଇଛି। ଶତାବ୍ଦୀ ଧରି କଳିଙ୍ଗ ନାମ ଧୀରେ ଧୀରେ ଓଡ଼ିଶାରେ ବିକଶିତ ହୋଇଥିଲା, ତଥାପି ଏହାର ପ୍ରାଚୀନ ଐତିହ୍ୟ ଏହି ଅଞ୍ଚଳର ସାଂସ୍କୃତିକ ପରିଚୟକୁ ଆକାର ଦେଇ ଚାଲିଛି। ଭିଡ଼ିଓଟି କେମିତି ଲାଗିଲା ମତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦବ, ଭିଡ଼ିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବ ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।